କଥା ହେଲା ଯେଉଁ ପଦକ୍ଷେପ ପ୍ରଥମରୁ ନେବା କଥା ସରକାର ବିଳମ୍ବ କରିଛନ୍ତି ଏଇଟା ତ ନିଶ୍ଚିତ କଥା, ଏଥିରେ କିଛି ନାହିଁ। କିନ୍ତୁ ବିଜେଡି କେଉଁ ମୁହଁରେ କହୁଛି? ବିଜେଡି ଯେଉଁ ତାର 24 ବର୍ଷ ସରକାରରେ ନୈତିକତା ଦୃଷ୍ଟିରୁ କୌଣସି ମନ୍ତ୍ରୀ କେବେ କ'ଣ ଇସ୍ତଫା ଦେଇଛନ୍ତି? ଇଭେନ୍ କି ତିନିଟା ହତ୍ୟା ମାମଲାରେ ଜଣେ ମନ୍ତ୍ରୀ ସମ୍ପୃକ୍ତ ହେଲା ପରେ ବି ସେ ତ ଇସ୍ତଫା ଦେଲେ ନାହିଁ, କାହିଁ ନୈତିକତା ଦୃଷ୍ଟିରୁ? ତାହେଲେ ନୈତିକତାର କଥା କ'ଣ କହ? ବିଲକୁଲ ନାହିଁ। ଗୋଟିଏ କଥା ହେଲା, ଗୋଟେ ଘଟଣାଟେ ଘଟିଲା, ଏଇଟା ଗୁରୁତର ଘଟଣା, ଏଥିରେ କିଛି ସନ୍ଦେହ ନାହିଁ। ଯେଉଁମାନେ ସେଥିରେ ତ ମନ୍ତ୍ରୀ ଦାୟୀ ହୁଏ ନାହିଁ ନା, ଯେଉଁମାନେ ସେ ଘଟଣାରେ ସମ୍ପୃକ୍ତ ତା ଉପରେ ତଦନ୍ତ କରିକି ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ଏଇଟା ହିଁ କଥା। ତାଙ୍କର ହାଇ ମେଣ୍ଟାଲିଟି ତ ଅଛି। ତାଙ୍କର ହାଇ ମେଣ୍ଟାଲିଟିରେ ସେମାନେ ତାଙ୍କର ଅଫିସରମାନଙ୍କୁ, ତାଙ୍କର ମନ୍ତ୍ରୀମାନଙ୍କୁ କେମିତି ସୁରକ୍ଷା ଦେଉଥିଲେ ସେଟା କ'ଣ ଓଡ଼ିଶାବାସୀକୁ ଅଜଣା ଅଛି କି? ରାଜ୍ୟସଭା ନିର୍ବାଚନରେ ଅତି ଶୋଚନୀୟ ପରାଜୟ ପରେ ସେମାନଙ୍କ ପାଖରେ ବିକଳ୍ପ କ'ଣ ଅଛି? ଲୋକଙ୍କୁ ଦେଖାଇବା ପାଇଁ କ'ଣ ଅଛି? ତ ସେଇପାଇଁ ଏସବୁ ନାଟକ, ଅନ୍ୟ କୌଣସି କାରଣ ନାହିଁ। କି ଜାଣେ, ମୁଁ ତ ବୁଝିପାରୁନାହିଁ। ଆପଣଙ୍କର ଦେଖନ୍ତୁ, ଡିମାଣ୍ଡ ଡିସ୍କସନ୍ ଚାଲିଛି। ଡିମାଣ୍ଡ ଡିସ୍କସନ୍ରେ ଯେଉଁ ଆମର ପକ୍ଷ ଏବଂ ବିପକ୍ଷରେ ବି ବହୁତ ଲୋକ ଅଛନ୍ତି। ସେମାନଙ୍କର କଥାଟା ଯଦି ବିଧାନସଭାରେ ପ୍ରତିଫଳିତ ହୁଅନ୍ତା, ସେମାନେ ସମ୍ ଏକ୍ସଟେଣ୍ଟ ସାଟିସ୍ଫ୍ୟାକ୍ସନ୍ ହୁଅନ୍ତେ। ମୁଁ ସେଇଆ କହିଲି ସେମାନଙ୍କୁ ଯେ ଗୋଟିଏ ସାଇଟ୍ରେ ଆମେ କରୁଛୁ, ଗୋଟିଏ ସାଇଟ୍ରେ ତୁମେ ବି ଲୋକଙ୍କର କଥା କୁହନ୍ତୁ, ଲୋକମାନଙ୍କୁ କମ୍ ସେ କମ୍ ମାନେ ଠିକ୍ ଲାଗନ୍ତା। କିନ୍ତୁ ତୁମେ ତମ ବିରୋଧୀ ଦଳର ଦାୟିତ୍ୱ ତୁମେ ନିର୍ବାହ କରୁନାହ। ଏଡ଼େ କିଏ ଦେଲା? ଆମେ ତ ଆଲୋଚନା ପାଇଁ ରାଜି ଅଛୁ ନା। ମେଡିକାଲ ପ୍ରସଙ୍ଗରେ କୌଣସି ପ୍ରକାର ଆଲୋଚନାକୁ ଆମେ ସ୍ୱାଗତ କରୁଛୁ। ଆମେ କୋଉଠି ଏଡ଼େଇ ଦେଉଛୁ? ଆମେ ଏଡ଼େଇ ଦେଉ ତ ଆଲୋଚନା ହଉ ନା ବିଧାନସଭାରେ। ମେଡିକାଲରେ କାହାର ଦାୟୀ, କିଏ ଦାୟୀ, କ'ଣ ସବୁ ଆଲୋଚନା ହଉ। କିଛି ଏଇଟା ଗୋଟେ ଦୁର୍ଘଟଣା, ବହୁତ ବଡ଼ ଦୁର୍ଘଟଣା। ଏଥିରେ ଯେଉଁମାନଙ୍କର ଅବହେଳା ଅଛି ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା, ଏଥିରେ ଦ୍ୱିମତ ମୋର ନାହିଁ।